ଗଛର ମଞ୍ଜି ଇଏ ଡାଇରେକ୍ଟ ପୋତାଯାଏ କିମ୍ବା ପକେଇଲେ ଗଛ ହୁଏ। ଏ ଅର୍ଜୁନ ଗଛ ବହୁତ ବଡ଼ ଔଷଧୀୟ ଗଛ। ଇଏ ଗଛର ଏଇ ଗଛରେ ଫଳିଛି। ଏଇ ଗଛଟା ଇଏ ଏଇ ବର୍ଷ ନୂଆ ଫଳିଛି। ବିରାଟ କାୟ ଗଛ, ବର ଓସ୍ତ ଗଛ ଯେମିତି ଅର୍ଜୁନ ଗଛ ବି ସେଇଭଳିଆ ବହୁତ ବଡ଼ ବଡ଼ ଗଛ। ରାସ୍ତା କଡ଼ରେ କୁଣ୍ଡ ପାଇବନି। ଯଦି ବଢ଼ିଗଲା 4 ଜଣ 5 ଜଣ କୁଣ୍ଡେଇଲେ କୁଣ୍ଡ ପାଇବନି, କିନ୍ତୁ এটা ଏକ ଔଷଧୀୟ ଗଛ। ଏକୁ ତାର ମଞ୍ଜି ସଂଗ୍ରହ କରିକି ଆହୁରି ବି କେତେ କରିକି ଘରେ ରଖିଛି। ଇଏ ଡାଇରେକ୍ଟ ଏଇ ମଞ୍ଜି ପୋତା ହେବ। ଆଉ ଯଦି ପାହାଡ଼ ଜଙ୍ଗଲ ରାସ୍ତା କଡ଼ରେ ଏମିତି ଡାଇରେକ୍ଟ ପକେଇଦେଲେ ସେ ମାଟିରେ ଥୋଇକି ଗଛ ହେଇଯିବ। କିନ୍ତୁ ଜୁନ୍ ଏଣ୍ଡ ଜୁଲାଇ ଫାଷ୍ଟ ୱିକ୍ ଆଉ ବେଶୀ ଡେରି ହେଲେ ଘାସ ଉଠିଯିବ। ଇଏ କ'ଣ ଘାସ ଉପରେ ଏମିତି ରହିବ, ଯାହାଫଳରେ ଇଏ ମାଟିକି ନ ଲାଗିଲେ ଗଛ ଗଜା ହେବ ନାହିଁ। କାରଣ ମାଟିରୁ ଯେଉଁ ଉଷ୍ମତାଟା ଉଠୁଛି ସେ ଉଷ୍ମତା ଏଇ ଯେଉଁ ଉଷୁମଟା ଉଠିଲେ ଇଏ ମାନେ ଗଜା ମାନେ ମଞ୍ଜିଟା ଫାଟିବ, ଗଜା ହେବ। ଏଇସବୁ ସଂଗ୍ରହ କରାହେଉଛି। ବହୁତ ମଞ୍ଜି ରଖିଛି ସଂଗ୍ରହ କରିକି। ଯେଉଁଠି ଯାଉଛି ଗଛରେ ପାଣି ଦେବା ପାଇଁ, ଗଛ ତଦାରଖ କରିବା ପାଇଁ, ଯେଉଁଠି ଦେଖୁଛି ମଞ୍ଜି ପଡ଼ିଛି ସେ ମଞ୍ଜି ମୁଁ ସଂଗ୍ରହ କରୁଛି। এইভাবে পরিবেশ সুরক্ষা দিগরে গোটে ছোট প্রয়াস জারি রয়েছে। বাকি প্রভুঙ্ক ইচ্ছা, ভগবান